କାଲି ମୋ ପୁଅ ରାତି 9ଟାରେ ମୋତେ ଫୋନ୍ କରି କହୁଛି ମାମା ମୋତେ ଗୋଟେ ବେବି ମିଳିଗଲା। ମୁଁ ହଠାତ୍ ଆଶ୍ଚର୍ଯ୍ୟ ହେଇଗଲି, ବେବି ମିଳିଗଲା ମାନେ? ଦେଖିଲା ବେଳକୁ କହିଲା ଭିଡ଼ିଓ କଲ୍ କର ମୁଁ ତୋତେ ଦେଖଉଛି। ଦେଖନ୍ତୁ ଆଜ୍ଞା ତା ବେବି ସବୁବେଳେ ତାର ଏଇ କୀଟ ପତଙ୍ଗ ସବୁ ଇନସେକ୍ଟ ମାନଙ୍କ ସହିତ ତାର ଖେଳ। କହିଲା ତଳେ ପଡ଼ିଥିଲା, ସବୁ ସାଙ୍ଗମାନେ ଡରୁଥିଲେ, ମୁଁ ତାକୁ ହାତରେ ଉଠେଇକି ନେଇ ଆସିଛି। ତାକୁ ମୁଁ ଫିଡ଼ିଂ କରିବି, ତାକୁ ମୁଁ ରିୟରିଂ କରିବି, ମୋ ପାଖରେ ରଖିବି, ଆଉ ତାକୁ ମିଲ୍କ ଦେବି ପିଇବା ପାଇଁ। ଆଉ ସେମାନେ ମାମାଲ୍ସ, ଆଉ ସେମାନେ ତ କ୍ଷୀର ପିଅନ୍ତି, ଆଉ ହଷ୍ଟେଲରେ ତ କ୍ଷୀର ଦେଉଛନ୍ତି ଡେଲି ସକାଳେ, ମୁଁ ତାକୁ ରଖିକି ତାକୁ ରଖିବି। ମୁଁ କହିଲି ବାବା, ତା ବାବା ବି ପାଟି କଲେ, କହିଲେ ସେଇଟା ଗୋଟେ ଇନଫେକ୍ସନ୍ ହୁଏ ବହୁତ ସେଥିରୁ, ତୁ ତାକୁ ଛାଡ଼ିଦେ ବାବା, ତଳେ ଛାଡ଼ିବୁନି କାରଣ କିଏ ବିଲେଇ ଖାଇଦେବେ, ତାକୁ ଗୋଟେ ଉପର ଜାଗା ଦେଖିକି ଛାଡ଼ିବୁ। ସିଏ କିନ୍ତୁ ରାଜି ନାଇଁ, ମୁଁ ଆକୁ ରଖିବି ପାଖରେ, ଆଉ ତାକୁ ମୁଁ ଡେଲି ଫିଡ଼ିଂ କରିକି ତାକୁ ବଡ଼ କରିବି, ତାପରେ ଯାଇ ଛାଡ଼ିବି। ଟିକେ ଇଞ୍ଜିଓର୍ଡ ଅଛି, ଦେଖନ୍ତୁ ତାକୁ ସେ ପାଣି ପିଆଉଛି ହେଲା। କହିଲା ଷ୍ଟ୍ରରେ ଟିକେ କୋଲ୍ଡ ଡ୍ରିଙ୍କସ୍ ଲାଗିଥିଲା, କେଡ଼େ ମଜାରେ ଜିଭ କାଢ଼ିକି ଚାଟି ଚାଟି ଖାଇଲା। ସବୁ ସାଙ୍ଗମାନେ ଡରୁଛନ୍ତି, କିନ୍ତୁ ଇଏ ତାକୁ ହାତରେ ଧରୁଛି। ଭଗବାନ ତାକୁ କାଳେ କାମୁଡ଼ି କୁମୁଡ଼ି ଦେବ କି କ'ଣ କରିବ କେଜାଣି। ତାର ଇନସେକ୍ଟ ମାନଙ୍କ ଉପରେ ଭାରି ନଜର। ଆମେ ଭାବୁଥିବୁ ପାଠ ପଢ଼ୁଛି, ସେ କିନ୍ତୁ ଅନେଇଥିବ କେଉଁଠି ବୁଢ଼ିଆଣୀ ଗୋଟେ କାହାକୁ ଟ୍ରାପ୍ କରିକି ଆଣିଛି, ତା ଜାଲ ଭିତରେ ରଖିଛି ଖାଇବା ପାଇଁ, ସିଏ ତାକୁ ପ୍ରୋଟେକ୍ଟ କରିବ। କେଉଁଠି ଝିଟିପିଟି 2 ଜଣ ତାଙ୍କ ଭିତରେ ଝଗଡ଼ା ଲାଗିଲେଣି, ତାଙ୍କ ଭିତରେ ଝଗଡ଼ା ସମାଧାନ କରିବ। କେଉଁଠି ନାଲି ପିମ୍ପୁଡ଼ି ମାନେ କଳା ପିମ୍ପୁଡ଼ିକୁ ଆଟାକ୍ କଲେଣି, ତାଙ୍କୁ ଉଦ୍ଧାର କରିବ। ଏଇ ସବୁ କାମ ତାର ଆଉ।